प्रत्येकଙ୍କୁ प्रभु जीशु ख्रीष्टଙ୍କ मधुर नामରେ ପ୍ରେମର ନମସ୍କାର ଜଣାଏ। ନମସ୍କାର, ପ୍ରେଜ୍ ଦ ଲର୍ଡ। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆପଣମାନେ ସମସ୍ତେ ଜାଣନ୍ତି ଈଶ୍ୱର ଆମମାନଙ୍କୁ ପ୍ରତ୍ୟେକଙ୍କୁ ସେ ପ୍ରେମ କରନ୍ତି। ସେ ପ୍ରତ୍ୟେକଙ୍କୁ ପ୍ରେମ କରୁଥିବାରୁ ସେ ସ୍ୱର୍ଗରୁ ପୃଥିବୀକୁ ଓହ୍ଲାଇ ଆସିଲେ। ଆପଣମାନଙ୍କୁ ଏବଂ ମୋତେ ପ୍ରତ୍ୟେକଙ୍କୁ ସେ ପ୍ରେମ କଲେ ଆଉ କରିଛନ୍ତି। ସେହି ବିଷୟ ଲେଖାଯାଏ ଯୋହନ ପୁସ୍ତକ 3:16 କାରଣ ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ ସେ ଆପଣା ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯେ କେହି ତାହାଙ୍କଠାରେ ବିଶ୍ୱାସ କରେ ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆପଣମାନେ ଦେଖନ୍ତୁ, ପ୍ରଭୁ ଆମମାନଙ୍କୁ ଏଡ଼େ ପ୍ରେମ କଲେ ଯେ ସେ ପ୍ରେମର କୌଣସି ତୁଳନା ନାହିଁ, କାହା ସହିତ ତୁଳନା କରିହେବ ନାହିଁ। ତେଣୁ ଆପଣମାନେ କ'ଣ ସେହି ପ୍ରଭୁଙ୍କୁ ଆପଣ ଜାଣନ୍ତି କି? ସେ ପ୍ରଭୁଙ୍କୁ ଆପଣ ଗ୍ରହଣ କରିଛନ୍ତି କି? ପ୍ରଭୁ ଆପଣଙ୍କୁ ଏବଂ ମୋତେ ପ୍ରତ୍ୟେକଙ୍କୁ ସେ ପ୍ରେମ କଲେ ଏବଂ ସେ ପୃଥିବୀକୁ ଆସିଲେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ସେହି ପ୍ରଭୁ ଯୀଶୁଙ୍କୁ ଆପଣମାନେ ଜାଣନ୍ତି କି? ବିଶ୍ୱାସ କରନ୍ତି କି? ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ ସେ ଆପଣା ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ। ସେ ଈଶ୍ୱର ଆପଣା ଏକମାତ୍ର ପୁତ୍ରଙ୍କୁ ସେ ଦାନ କଲେ ଆମମାନଙ୍କୁ ପ୍ରେମ କରୁଥିବା ହେତୁ। ଯିଏ ବି ହେଉନା କାହିଁକି, କେଉଁ ଜାତିର ହେଉନା କାହିଁକି, ଏଇଟେ ଆମେ ଦେଖିବାକୁ ପାଉଛୁ ଯେ ଏଇଠି କୌଣସି ସେଇ ଧର୍ମର ଲୋକ, ଏଇ ଧର୍ମର ଲୋକ, ଏମିତି କିଛି ଏଇଠାରେ ଲେଖା ନାହିଁ। ଏହି ଜାଗାରେ ଏହି ବିଷୟ ଲେଖା ଅଛି, ଯେପରି ଯେ କେହି ବି ହେଉନା କାହିଁକି, ଯିଏ ବିଶ୍ୱାସ କରିବ ପ୍ରଭୁ ଯୀଶୁଖ୍ରୀଷ୍ଟ ମୋର ତ୍ରାଣକର୍ତ୍ତା ବୋଲି, ପ୍ରଭୁ ଯୀଶୁଖ୍ରୀଷ୍ଟ ହିଁ ମୋର ଉଦ୍ଧାରକର୍ତ୍ତା ବୋଲି, ସେ କେବେ ବି ନଷ୍ଟ ହେବ ନାହିଁ, ସେ ଅନନ୍ତ ଜୀବନ ପାଇବ। ଆପଣମାନେ ଯଦି ବିଶ୍ୱାସ କରିଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ ହିଁ ମୋର ତ୍ରାଣକର୍ତ୍ତା, ଉଦ୍ଧାରକର୍ତ୍ତା, ତେବେ ଆପଣମାନେ ଅନନ୍ତ ଜୀବନ ପାଇସାରିଛନ୍ତି। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆପଣମାନେ ଦେଖନ୍ତୁ ସେ ଈଶ୍ୱରଙ୍କର ପ୍ରେମ। ଈଶ୍ୱର ଆପଣଙ୍କୁ ଏବଂ ମୋତେ ପ୍ରେମ କଲେ। ପ୍ରେମ କରିବା ହେତୁ ସେ ସ୍ୱର୍ଗ ତ୍ୟାଗୀ ସେ ପୃଥିବୀକୁ ଆସିଲେ। ଆମମାନଙ୍କ ପାଇଁ ସେ ଆପଣଙ୍କୁ ବଳିଦାନ କଲେ, ଆପଣଙ୍କୁ ସେ କ୍ଷତ ବିକ୍ଷତ କଲେ। ଏଥିରେ ଆମେ ଜାଣିପାରୁଛୁ ସେ କେତେ ଆମମାନଙ୍କୁ ପ୍ରେମ କରନ୍ତି। କେହି ତ ପ୍ରାୟ ଆପଣା ବନ୍ଧୁ ନିମନ୍ତେ ପ୍ରାଣ ଦିଅନ୍ତି ନାହିଁ, କିନ୍ତୁ ସେ ଆମମାନଙ୍କର ସମସ୍ତ ପାପ, ସମସ୍ତ ଅପରାଧ ସେ ବୋହି ନେଲେ। ମୋର ସନ୍ତାନମାନେ ଉଦ୍ଧାର ପାଆନ୍ତୁ, ଏହି କାର୍ଯ୍ୟ ଈଶ୍ୱର ଯୋଜନା କଲେ। ଆଉ ପୁତ୍ର ପ୍ରଭୁ ଯୀଶୁଖ୍ରୀଷ୍ଟ ତାହା ସଫଳ କଲେ। ଆଉ ଯେଉଁମାନେ ସେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ବିଶ୍ୱାସ କରିବେ, ସେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଗ୍ରହଣ କରିବେ, ପ୍ରଭୁ ଯୀଶୁଖ୍ରୀଷ୍ଟ ହିଁ ମୋର ତ୍ରାଣକର୍ତ୍ତା, ଉଦ୍ଧାରକର୍ତ୍ତା ବୋଲି, ସେହି ବ୍ୟକ୍ତି ପ୍ରତ୍ୟେକ, ଆପଣ ଯିଏ ବି ହୁଅନ୍ତୁ ନା କାହିଁକି, ଆପଣ ଅନନ୍ତ ଜୀବନ ପାଇବେ। ଅନନ୍ତ ଜୀବନ କେବଳ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଠାରେ ହିଁ ଅଛି, ଆଉ କାହା ପାଖରେ ନାହିଁ। ସେଥିପାଇଁ ଯୀଶୁ କହିଲେ, ମୋ ପଥ, ମୋ ସତ୍ୟ ଓ ଜୀବନ, ମୋ ଦେଇ ନ ଗଲେ କେହି ପିତାଙ୍କ ନିକଟକୁ ଯାଇପାରିବ ନାହିଁ। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଏହି ସ୍ଥାନରେ ଯାହାକି ଆମେ ପାଠ କଲୁ, ଯୋହନ 3:16, ଏହି ଜାଗାରେ କୌଣସି ଧର୍ମ, କୌଣସି ଜାତି ବିଷୟରେ ଲେଖା ନାହିଁ। ଏହି ଜାଗାରେ ଏହି ବିଷୟ ଲେଖା ଅଛି, ସେ ଯିଏ ବି ହେଇଥାଉ ନା କାହିଁକି, ଯିଏ ବି ପ୍ରଭୁଙ୍କୁ ଅର୍ଥାତ୍ ଯୀଶୁଙ୍କୁ ଗ୍ରହଣ କରିବ, ବିଶ୍ୱାସ କରିବ, ସେ ଅନନ୍ତ ଜୀବନ ହେବ। ଆପଣମାନେ ଏହି ଜାଗାରେ ଦେଖିପାରିବେ, ପଢ଼ିବେ ମଧ୍ୟ ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ ମୋର ତ୍ରାଣକର୍ତ୍ତା। ଈଶ୍ୱର ମୋତେ ଏତେ ପ୍ରେମ କଲେ
ଆମେ ଯଦି ଚିନ୍ତା କରିବା ମୋ ପରିବାରରେ ବି ଯଦି ମୋ ବାପା କିମ୍ବା ମୋର ମା ଯଦି ମୋତେ ପ୍ରେମ କରୁଛନ୍ତି ମଧ୍ୟ, ତଥାପି ମୋ ପାଇଁ ସେମାନେ କେବେ ମରିବେ ନାହିଁ। କିନ୍ତୁ ଈଶ୍ୱରଙ୍କର ପ୍ରେମକୁ ଆପଣମାନେ ଦେଖନ୍ତୁ, ସେ ଜଗତର ପିତାମାତା ଅପେକ୍ଷା ଅଧିକ ସେ ଆମମାନଙ୍କୁ ପ୍ରେମ କରନ୍ତି। ତେଣୁ ଆମ୍ଭମାନଙ୍କୁ ପ୍ରେମ କରୁଥିବାରୁ ସେ ଆମମାନଙ୍କ ପାଇଁ ଧରାପୃଷ୍ଠକୁ ଆସିଲେ ଆଉ ଆମ୍ଭମାନଙ୍କର ନିମନ୍ତେ ସେ ବଳୀକୃତ ହେଲେ। ଯିଏ ବି ହେଉନା କାହିଁକି, ପ୍ରଭୁ ଯୀଶୁଖ୍ରୀଷ୍ଟ ମୋତେ ପ୍ରେମ କଲେ, ମୋ ପାଇଁ ଆସିଲେ, ମୋ ପାଇଁ ସେ ମୃତ୍ୟୁଭୋଗ କଲେ। ମୁଁ ମରିଥାନ୍ତି, ମୁଁ ନରକକୁ ଯାଇଥାନ୍ତି, ତା ପୂର୍ବରୁ ପ୍ରଭୁ ଯୀଶୁ ଆସିଲେ, ମୋର ସମସ୍ତ ଅପରାଧ ସେ ବୋହିକି ନେଲେ ଆଉ ମୁଁ ଉଦ୍ଧାର ପାଇଛି। ପ୍ରଭୁ ଯୀଶୁଖ୍ରୀଷ୍ଟ ହିଁ ମୋର ତ୍ରାଣକର୍ତ୍ତା, ଉଦ୍ଧାରକର୍ତ୍ତା ବୋଲି। ପ୍ରଭୁ ଯୀଶୁଖ୍ରୀଷ୍ଟ ପ୍ରେମମୟ, ତାହା ଯିଏ ବିଶ୍ୱାସ କରିବ ସେ କେବେ ବି ନଷ୍ଟ ହେବ ନାହିଁ। ପ୍ରିୟମାନେ, ସେ ଅନନ୍ତ ଜୀବନ ପାଇବ। ଆପଣମାନେ ଯଦି ବିଶ୍ୱାସ କରିଛନ୍ତି, ଆପଣମାନେ ଅନନ୍ତ ଜୀବନ ପାଇସାରିଛନ୍ତି। ସେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ କେବେ ଭୁଲନ୍ତୁ ନାହିଁ। ସେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ କେବେ ଛାଡ଼ନ୍ତୁ ନାହିଁ। ସେ ପ୍ରଭୁ ଯୀଶୁଖ୍ରୀଷ୍ଟ କେଡ଼େ ଦୟାଳୁ ଅଟନ୍ତି, କେଡ଼େ ପ୍ରେମମୟ ଅଟନ୍ତି। ଆମଙ୍କର ପ୍ରଭୁ ଯୀଶୁଖ୍ରୀଷ୍ଟ ସେ ଉଦ୍ଧାରକର୍ତ୍ତା ଅଟନ୍ତି। ଏ ଅଳ୍ପ ଆଲୋଚନାରେ ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ନମସ୍କାର।